ଓ ବ୍ୟୁଟିଫୁଲ ଗର୍ଜିୟସ୍ ପୁରା ଗେଟ୍ ମୁହଁକୁ ପଳେଇ ଆସିଲୁ ଆମେ ପୁରା ଏଇଠି। ଗେଟ୍ ମୁହଁ ଆସିଲା ପରେ ଏଇଠି ଟିକେଟ୍ ଫିକେଟ୍ କାଟି ଦିଅନ୍ତି ଏଠି ଲୋକମାନେ ପୁରା ଏଣ୍ଟ୍ରି ମାରନ୍ତି ଏଇଠି। ଗୋଟେ ଥର ଟିକେଟ୍ କାଟିଦେଇ ପୁଣି ବାହାରକୁ ଆସିକି ପୁରା ଭିଡ଼ିଓ ବନେଇବା ପାଇଁ ବାହାରକୁ ଆସିଥିଲେ। ଆଉ ଲୋକମାନେ ଗଲାବେଳକୁ ପୁରା ଅନ୍ଧାରିଆ ସମୟଟା ପୁରା ମସ୍ତ ଲାଗୁଛି ଦେଖିପାରୁଛନ୍ତି। ଇଏ ପୁରା ଉପରେ ମଧ୍ୟ ଚାଲିକି ଯାଇପାରିବେ, ଯେଉଁ ଚାରିପଟେ ପୁରା ଉପରେ ଗିରି 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 ବୁଲି ପାରିବେ। ପୋଖରୀ ଯେଉଁ ରହିଛି ଆମର ରାମଲିଙ୍ଗେଶ୍ୱର ସେଇ ଚାରିପଟ କଥା। ଏ ପାଖାପାଖି ମଧ୍ୟ ଗୋଟେ ଯାଉ ଯାଉ ମହାନ ବ୍ୟକ୍ତିଙ୍କର ଜଣଙ୍କର ଅଛି, ହାତ ଉପରକୁ ଟେକିକି ଅଛନ୍ତି ଏଇଠି ଜଣେ। ଏଇଠି ତ ଲୋକମାନେ ବସବାସ କରିବା ପାଇଁ ମାନେ ଯେମିତି ବସିପାରିବେ ଏମିତି ସିଟ୍ ଫିଟ୍ ବିଭିନ୍ନ ପ୍ରକାର ଜିନିଷ ପଡ଼ିଛି। ସେଠି ସେ ଦେଖୁଛନ୍ତି ଭଗବାନ ଶିବଙ୍କର ମୂର୍ତ୍ତିଟା ମଧ୍ୟ ପୋଖରୀ ମାନେ ଆମର ଯେଉଁ ରହିଛି ପୁଷ୍କରିଣୀଟା ପୁରା ସେ ମଝିରେ ରହିଛି। ଆଉ ଏପଟ ରହିଲା ଗେଟ୍ଟା। ଉପରେ ଯେଉଁ ସେ ଉପରକୁ ଦେଖୁଛନ୍ତି ବାଁ ପଟେ ଉପରେ 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 ଚାଲିକି ଯିବା ପାଇଁ ପୁରା ସନ୍ଧ୍ୟା ସମୟରେ ମସ୍ତ ଲାଗେ। ଖାସ୍ କରି ଖରାଦିନ ହେଇଥିବ ଯଦି ପୁରା ଯେଉଁ ସୁଲସୁଲିଆ ପବନ ବାଜୁଥିବ ପୁରା ବ୍ୟୁଟିଫୁଲ୍ ଅସମ୍। ଏପଟେ ଲାଇଟ୍ ସିଷ୍ଟମଟା ହେଇଛି। ଆଉ ଟିକେ ପରେ ଆପଣ ଦେଖିପାରିବେ କେମିତି ଲାଇଟ୍ ଗୁଡ଼ା ଜଳିବ, ଯେଉଁଟାକି ଆମର ଗୋଟେ ପୁରା ଡିଜାଇନ୍ ଲାଇଟ୍ ଟାଇପ୍ର ଗୋଟେ ଜଳିବ। ଉପରକୁ ଉପରକୁ ତଳକୁ ହେବ, ପାଣିଟା ଉପରକୁ ଉଠୁଥିବ ତଳକୁ ଉଠୁଥିବ, ଏଇ ଟାଇପ୍ର ହେଇକି କଲରିଂ ଲାଇଟ୍ଟା ହେଇକି ବସ୍ ଲାଗିବ। ଆଉ ଟିକେ ଆଗକୁ ଦେଖିପାରିବା ଏଠି ତ ଦୁଇ ଚାରିଟା ଜାଗା ଅଛି। ଏଠି ଦେଖନ୍ତୁ ଚେୟାର ଫେୟାର ଗୁଡ଼ା ପଡ଼ିଛି ଏଠି ରହିକି ତାର ଆମର ଲୁକ୍ଟା କେମିତି ଦେଖିପାରିବା ଜାଗାର। ଦେଖନ୍ତୁ ପୁଷ୍କରିଣୀ ମଧ୍ୟରେ ଶିବ ରହିଛନ୍ତି। ଶିବର ଏଇଟା କେବଳ ଏବେ ହ୍ୱାଇଟ୍ କଲର୍ଟା ଜଣାପଡ଼ୁଛି। ଲାଇଟିଂ ସିଷ୍ଟମ୍ ଏତେ ବ୍ୟୁଟିଫୁଲ୍ ଲାଗିବ। ସେଇ ମୂର୍ତ୍ତିରେ ଆପଣଙ୍କୁ ଶିବ ଦେଖାଯିବ, ସେଇ ମୂର୍ତ୍ତିରେ ଆପଣଙ୍କୁ ପାର୍ବତୀ ଦେଖାଯିବ। ଏଇ ଟାଇପ୍ର ବିଭିନ୍ନ ପ୍ରକାର ଜିନିଷ ଦେଖାଯିବ ଏଇ ଭିତରେ ରହିଛି। ଆଉ ଇଏ ଦେଖୁଛନ୍ତି ଲାଇଟିଂ କଣ୍ଡିସନଟା ତ କେଉଁ ଭଳିଆ ରହିଛି। ପୁରା ସେପଟେ ଏଇଟା ଯେମିତି ବସିବା ପାଇଁ ସୁବିଧା ଅଛି, ସେପଟେ ମଧ୍ୟ ଯେମିତି ବସିବା ଅଛି। ଆକ୍ଚୁଆଲି ସେଇଟା ହେଉଛି ଭ୍ୟୁ ପଏଣ୍ଟଟା। ଭ୍ୟୁ ପଏଣ୍ଟ ଅର୍ଥାତ ସେଇଠି ଆପଣ ଯାଇକି ମାନେ ଫଟୋ ସୁଟ୍ କରିପାରିବେ। କାହିଁକିନା ମଝି ପର୍ଯ୍ୟନ୍ତ ଯାଇଛି ନା ସମୟର ମାନେ ଯେହେତୁ ପୁଷ୍କରିଣୀର। ଆଉ ପୁଷ୍କରିଣୀଟା ବହୁତ ବଡ଼ ହେଇଛି। ଆଉ ଏଇ ଜାଗାରେ ଯେହେତୁ ସେ ଆମର ବ୍ରହ୍ମପୁର ଜାଗାରେ ଲୋକେସନ୍ ବଢ଼ିଆ ହେଇଛି ରାମଲିଙ୍ଗେଶ୍ୱର। ଏଇଠି ମଧ୍ୟ ଲୋକ ଯାଇକି ଇଏ କରନ୍ତି, 50 ଟଙ୍କା ମଧ୍ୟ ଟିକେଟ୍ ନିଅନ୍ତି ମଧ୍ୟ ଏଇଠି। ଆଉ ମୁଁ ତ ଯାଇକି ସେଇଠି ପହଞ୍ଚିଗଲି, ପୁରା ବ୍ୟୁଟିଫୁଲ୍ ଗର୍ଜିୟସ୍ ଲୁକ୍ କରିଦେଇଛି ଗୋଟେ। ଆଉ ଦେଖିପାରୁଛନ୍ତି ନା ପଛପଟେ କେମିତି ଲାଇଟିଂ ପୁରା ରହିଛି। ଆଉ ମୁଁ ଗୋଟେ ଏତେ ଅନ୍ଧାର ଦେଖାଗଲା, ମୁଁ ଗୋଟେ ଲାଇଟ୍ର ମୁହଁ ତଳେ ପୁରା ଠିଆ ହେଇକି ସେଇଠି ଗୋଟେ ଦେଖୁଥିଲି ସେଇ ଜିନିଷଟା କ'ଣ ବୋଲି। ଆଉ ଟିକେ ଟିକେ କ'ଣ ଜିନିଷ ଗୁଡ଼ା କିଛି କିଛି ଜିନିଷ ଅବଜର୍ଭ କରୁଥିଲି, କ'ଣ ଗୋଟେ ନୂଆ ଜିନିଷ ମିଳିଯିବ ଆଉ ମୁଁ ଆପଣମାନଙ୍କୁ ଦେଖେଇଦେବି। ଏଇ ଜିନିଷଟା ମୁଁ ଖୋଜି ଖୋଜି ବୁଲିଲା ବେଳେ ଭିତରେ କିଛି ମିଳିଲାନି। ଏଠି ଗୋଟେ ବାହୁବଳୀର ଫଟୋ ମିଳିଲା। କ'ଣ ଭଗବାନଙ୍କର ରୂପ ରହିଛି ସେଇଠି ଜିନିଷ ଗୋଟେ ଲାଗୁଛି। ଏମିତି ସବୁ ବସନ୍ତି ଲୋକମାନେ ଏମିତି ବାହାରେ, ସେଇ ଯେଉଁ ଘର ଛଡ଼ା ବାହାରେ ଆସିକି ବସିପାରିବେ ମଧ୍ୟ ଲୋକମାନେ। ଇଏ ଦେଖୁଛନ୍ତି ଏଠି ଗୋଟେ ଲାଇଟିଂ ସିଷ୍ଟମଟା ଅଛି। ଆମେ ଯେଉଁଠି ବସିକି ଭ୍ୟୁଟା ତାର ଦେଖିବୁ ପୁରା ଫ୍ରଣ୍ଟକୁ ପଳେଇ ଆସିଲୁ ଏଠିକି। ଫ୍ରଣ୍ଟରେ ଦେଖୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ଲାଇଟ୍ ଶୋ ଷ୍ଟାର୍ଟ ହେଇନି। ଯେତେବେଳେ ଲାଇଟ୍ ଶୋ ଷ୍ଟାର୍ଟ ହେଇଯିବ ନା, ଆଉ ଭଗବାନଙ୍କର କୀର୍ତ୍ତନ ଯେମିତି କିଛି ଭଜନ ଫଜନ ଏଇ ଟାଇପ୍ର ବାଜିବ ସନ୍ଧ୍ୟାବେଳେ। ଏଇଟା ଦେଖନ୍ତୁ ଦିନ ବେଳେ ଏଇଟା ଖୋଲେ ନାହିଁ, ତ ସନ୍ଧ୍ୟା ସମୟରେ ହିଁ ଏଇଟାକୁ ଖୋଲି ଯାଆନ୍ତି। ଆଉ ଯେହେତୁ ଏହାର ଲାଇଟିଂ ସିଷ୍ଟମଟା କରିଛନ୍ତି ପୁରା ବହୁତ ବଢ଼ିଆ ଲାଗେ ଏଇ ଜିନିଷ। ଆଉ ଶଙ୍କର ଭାଇ ପୁରା ହାତ ହଲେଇ ହଲେଇ MLA ଟାଇପ୍ର ପଳେଇ ଆସୁଛନ୍ତି ଏଠି। ଆଉ ତାପରେ ଦେଖୁଛନ୍ତି ଆମର ଏଇଠି ଗୋଟେ ଭ୍ୟୁ ପଏଣ୍ଟ ରହିଥିଲା ଦୁଇଟା। ଏଇଟା ହେଉଛି ଆକ୍ଚୁଆଲି ବଢ଼ିଆ ଲାଗିବ ଏଇ ଜାଗାଟା ଦେଖିବା ପାଇଁ। ଆଉ ବାହାରେ ମଜା ଗୋଟେ ଅଲଗା ପ୍ରକାର। ଆଦି ସେଇଠି କ'ଣ ମୋବାଇଲ୍ ଫୋବାଇଲ୍ ଲାଗିଛି, ତାର କ'ଣ ଗୋଟେ ବ୍ୟସ୍ତତା ଭିତରେ ସେ ରହିଯାଇଛି ଗୋଟେ। ଆଉ ଆମମାନେ ଏଠି ତ ମୁଁ ବସିକି ଏଠି ଭିଡ଼ିଓ ବନାଉଛି, ପଛରେ କିଏ ଆସିଲା। ଏଇଥର ଧୀରେ ଧୀରେ ଦେଖନ୍ତୁ ଏଠି ଲାଇଟିଂ ସିଷ୍ଟମ୍ ଷ୍ଟାର୍ଟ ହେଇଗଲା। ସେ ଚାରିପାଖଟା ଦେଖନ୍ତୁ ଏବେ ଏମିତି ଏଇ ଟାଇପ୍ର ଟିକେ ହେଲାଣି। ବର୍ତ୍ତମାନ ଷ୍ଟାର୍ଟ ହେବାକୁ ଯାଉଛି ରାମଲିଙ୍ଗେଶ୍ୱରରେ ଯେଉଁ ଲାଇଟିଂ ସିଷ୍ଟମ୍ ରହିଛି, ସେ ଲାଇଟିଂ ସିଷ୍ଟମ୍ ଭିତରେ ତ ଧୀରେ 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 ବର୍ତ୍ତମାନ ଷ୍ଟାର୍ଟ ହେବ। କାହିଁକିନା ସେପଟେ ହରିନାମ ରାମନାମ ଏଇସବୁ ଜିନିଷ ବିଭିନ୍ନ ପ୍ରକାର ଜିନିଷ ରହିଛି ଯେଉଁ ସେଗୁଡ଼ା ଷ୍ଟାର୍ଟ ହେଲାଣି। ଦେଖନ୍ତୁ ଏଇଠି ଷ୍ଟାର୍ଟ ହେଇଗଲା। ଭଗବାନ ଶିବଙ୍କର କେମିତି ଗୋଟେ ଅଗ୍ନି ହଠାତ୍ ସେଠି ନିଆଁ ବାହାରିଲା ଭଳିଆ ଫିଲ୍ ହେଉଛି। ଏପଟେ ଗୋଟେ ଧୀରେ ଧୀରେ ଗୁଣଗୁଣା ଭଳିଆ ଗୋଟେ ଗୀତ ଫୀତ ଶୁଭୁଛି ମଧ୍ୟ ଏ ଭିତରେ। ଆଉ ଦେଖନ୍ତୁ ଏଇ ଭିତରେ ମୁଁ କିଛି ମ୍ୟୁଟ୍ କରିଦେବାଟା ବେଟର୍ ରହିବ, କାହିଁକିନା ଯେଉଁ ଭଳିଆ ସାଉଣ୍ଡ ଲାଗୁଛି ସେଇ ଭିତରେ ସାଉଣ୍ଡ ରହିବ ସେଇ ଭିତରେ। ଦେଖନ୍ତୁ ଲାଇଟିଂ ସିଷ୍ଟମଟା ଧୀରେ 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 ଷ୍ଟାର୍ଟ ହେଉଛି ଏଠି। ଆଉ ମଝିରେ ମଝିରେ ନିଆଁ ମଧ୍ୟ ଏ ଭିତରେ ବାହାରେ। ଏଇପଟେ ହଁ ଦେଖୁଛନ୍ତି ଯେଉଁଟା ପ୍ରଥମ ଆଡ଼େ ଗଲା ବାଁ ପଟେ ସେଠି ଷ୍ଟାର୍ଟ ହେଇଯାଉଛି। ପ୍ରଥମ ତ ନିଆଁ ଟାଇପ୍ର ଦେଖେଇ ଦେଲେ ବିଭିନ୍ନ ଭଗବାନ ଭଗବାନ ଶିବଙ୍କର ବିଭିନ୍ନ ପ୍ରକାର ରୂପ ଏଇଠି ଦେଖେଇଦେବ। ଏଠି ଦେଖୁଛନ୍ତି କେତେବେଳେ ନିଆଁ ବାହାରି ପଡ଼ିବ, କେତେ ଲାଇଟିଂ ସିଷ୍ଟମ୍ ହେଇଯିବ। ଆଉ ତଳେ ଦେଖୁଛନ୍ତି ଧୀରେ ଧୀରେ ପାଣି ଉପରେ ଯେଉଁ ଗୋଟେ ଗୋଟେ ଲାଇଟ୍ ଟିକେ ଉପରକୁ ଉପରକୁ ଉଠୁଛି। ଏଇ ଜିନିଷ ଭୟଙ୍କର ଆହୁରି ସୁନ୍ଦର ଦେଖାଯିବ ଯେତେବେଳେ ଏଇଗୁଡ଼ା କ'ଣ କି ଗୋଟେ ଭିଡ଼ିଓର ପୁରା ବର୍ଣ୍ଣନା କରାଯାଇପାରିବନି। ଯେତେବେଳେ ଆପଣ ଦେଖିପାରିବେ ନିଜେ ଗୋଟେ ଫିଲ୍ କରିବେ ସେ ଭିତରକୁ ଯାଇକି, ଅତି ଆନନ୍ଦ ଲାଗିବ। ଜାଗାଟା ଏତେ ସୁନ୍ଦର ହେଇଛି ଯେ ଆପଣ ନିଜକୁ ବି ଭାବିପାରିବେନି ଏତେ ବଢ଼ିଆ ଲାଗେ ଏଇ ଜାଗାରେ। ନିଜକୁ ଗୋଟେ ଗୋଟେ ଅତି ଶାନ୍ତିର ମାହୋଲଟେ ଏଠି ଆପଣଙ୍କୁ ଦେଖାଯିବ ନିହାତି ମାତ୍ରାରେ। ଲୋକ ବି ବେଶୀ
होउछन्ती लोक मैंने पसंद करुँच तो देखुं ये गोटे डिजाइन होगा मूर्तिटा से मूर्तिटा को विभिन्न प्रकार लाइटिंग कंडीशन करके पूरा यही अवतार ही बहुत बहुत सुंदर लगे यहीटा ही अच्छे शिव ये ही पार्वती यहीटा ही सब किसी प्रकार देखा बर्तमान यहाँ शिव रूपटा देखुं आपने आउ लाइटिंग सिस्टम देखुं ये आसपटे गोटे गोटे मझे मुझे रेकर्ड मत करे जोटा कि आप देखिपारे पछे आउ टे पूर्व निआ टाइप गोटे बाहर निआ टाइप नुह निआ ही बाहर जोटे अलग प्रकार कराई जो शिव मूर्ति रही फ्रंट रे पूरा हाँ देखिपे से तो निआ जल देखो लाइटिंग कंडीशन बर्तमान स्टार्ट होगा धीरे 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 पूरा अलग अलग डिजाइन बनुची गीत चलती गीत ताले ताले से म्यूजिक बाजुव म्यूजिक डांस आम कहीपर ये जिनसा चतुर्पार्श्व देखिपे शिव को जिते पाख आनुच्च अलग अलग भेराइटी रूप देखा देखा मिलूँ ये आम किसी समय पज नहीं भितर पज नहीं कौन कि देखा आप लाइटिंग कंडीशन के देखा केमती निआ बाहर से भितर से जिनसा मतलब आप देखिपारे ये जिनसा लाइटिंग सिस्टम देखो से प्रकार गोटे अलग देखा अलग डायमंड टाइप देखा देखाला देखो ये मूर्ति पाखे गोटे ये देखो शिव भितर गोटे सापटा कि गोटे अलग प्रकार देखा विभिन्न प्रकार अलग अलग दृश्य देखा भितर देखो ये गोटे प्रकार झलमल लाइट गोटे आसला एपटे निआटा आप देखा चाहूँ गोटे बहुत बढ़िया लगे ये निआटा हठात देखा जिन गोटे मस्त लगे जिनसा लाइटिंग सिस्टम उपरକୁ तलक उपरକୁ चलছে गिर गिर गोटे बुलूची जोटा कि भंजनगर ये टाइप गोटे शो टाइप रही भंजनगर गंजाम एपटे गोटे शो चली चली से टाइप अति भर लाइटा बंद कर दिगला से भर पुणी थे देखो यही देखो शिव भितर पार्वती रूप बोधे देखा शिव पार्वती हर गौरी जमी सबू प्रकार गोटे जगह ही देखा यहाँ पटे शिव थी बर्तमान बर्तमान ये पार्वती टाइप देखा ये जिनसा तले गोटे सिंह बस देवर देखा यही मूर्ति किसी रही है महादेव यहाँ रामलिंगेश्वर विभिन्न प्रकार कथा रही है जोटा कि धीरे 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 ये माइक द्वारा बुझाती लोक मानू भगवान विषय सब ये गोटे अलग प्रकार गोटे माहौल आसला लाइटिंग सिस्टम मैंने वो ब्यूटीफुल गर्जियस पूरा ये जमी आम प्रलु कमेटी जमी कहते ब्यूटीफुल गर्जियस से भाई लगे जिनसा सत कथा हूँ जगटा गोटे माहौलटा अलग प्रकार अति सुंदर लगे जगटा आप निजे फिल करेंगे केमती आस सतरे गोटे गोटे शांत जगह लाइटिंग सिस्टम तो देखुं पानी गोटे पड़े जमी लाइटिंग सिस्टम लाइटिंग शो जमी म्यूजिक सांगे डांस फांस कर हम ये जिनसा सांग आम भिडियो जी भल लगे निहत मात्र गोटे लाइकटे करेंगे आम भिडियो निहत जब भल लगे कि न लगे निश्चित मात्र गोटे कमेंट करेंगे आ निहत मात्र आम चैनल सहित जोड़ाई सब्सक्राइब करदे सांग मैंने सब्सक्राइब तो करूँ बहुत भाई सान भाईटा आपंकर छोट यूट्यूबरटा निहत मात्र आप गोटे लाइकटे करेंगे आ सब्सक्राइबटे आम चैनल सहित जोड़ी रही एमती आप ऑथेंटिकेशन माने नुआ नुआ वीडियो एमती ब्लॉगिंग बहुत बढ़िया बढ़िया आप पाइबे ये जिनसा हम देखो ये भितर जमी चलती एगुड़ा सब लाइटिंग सिस्टमटा एगुड़ा सब बहुत बढ़िया लगुच अलग अलग प्रकार से भेराइटी लगे जोटा सब गुड़ाक रेकर्डिंग कर पाखापाखि अधघंटा 45 मिनट पाखापाखि शोटा चले शो भर बंद हुए रात 8 चलती देखो ये कौन सुंदर लगे बहुत देखो भगवान शिवंकर विभिन्न अवतार गुड़ा देखा मिलता है तो ये भगवान को कीर्तन बहुत किसी बुझाऊँ पज करवा साइलेंट रही बेटर अपने स्वरूप से भगवान शिव ब्रह्मा जी को प्रजननशील प्राणी के सृजन की प्रेरणा देते हैं और साथ ही यह संदेश भी देते हैं कि स्त्री पुरुष समान है क्योंकि शक्ति के बिना शिव शिव नहीं है। ब्रह्मा जी के आग्रह पर शक्ति ने उनके पुत्र दक्ष के यहाँ सती के रूप में जन्म लिया। इन्हीं शक्ति रूपी सती का विवाह भगवान शिव से हुआ, परंतु तीनों लोगों में तब हाहाकार मच गया जब प्रजापति दक्ष ने कलकल में एक यज्ञ का आयोजन किया। Slavana
वह अपने पिता से मिलने कनखल जा पहुंची। वहां उनके पिता प्रजापति दक्ष ने समस्त अतिथियों के समक्ष अपने दामाद शिव की निंदा की एवं अपनी पुत्री का तिरस्कार किया। देवी सती यह अपमान सह न पाई और क्रोधित हो उन्होंने अग्नि कुंड में कूदकर अपनी देह को त्याग दिया। सती की देह का वृत्तांत जानकर क्रोधित शिव ने प्रलयंकारी तांडव प्रारंभ किया। यज्ञस्थल पहुंचे और धरती पर जिन 52 जगहों पर देवी सती के अंग कटकर गिरे वे सभी स्थान शक्तिपीठ बन गए। आप लोग आज जहां बैठे କିଛି ସମୟ ବିରତି ନେଇଯାଇଥିଲି ତ ସାଙ୍ଗମାନେ ଭଗବାନଙ୍କ ନାମ କୀର୍ତ୍ତନ ଶୁଣିଥିବେ ଆପଣ ନିହାତି ମାତ୍ରାରେ ଆମ ଚ୍ୟାନେଲଟା ସହିତ ଯୋଡ଼ି ରହିବା ପାଇଁ ସବସ୍କ୍ରାଇବ୍ଟେ କରନ୍ତୁ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ଟା କରିବେ ଏବଂ ଆମ ପ୍ରୟାସ କେମିତି ଲାଗୁଛି ନିହାତି ମାତ୍ରାରେ କମେଣ୍ଟରେ ଜଣାଇବେ। ସାଙ୍ଗମାନେ ଇଏ ରହିଛି ଭଗବାନଙ୍କର ଅପୂର୍ବ କାରୁକାର୍ଯ୍ୟ ଯେଉଁଥିରେ କି ଲାଇଟିଂ ସିଷ୍ଟମ୍ କରିକି ପୁରା ଚାର ଚାନ୍ଦ ଲଗାଯାଇଛି। ପୁଣି ଗୋଟେ ନୂଆ ଭିଡ଼ିଓରେ ଦେଖା ହେବା ସେ ପର୍ଯ୍ୟନ୍ତ ବିଦାୟ।